Hi guys, good morning to all. Guys, ଆଜିର ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ ବହୁତ ଇମ୍ପୋର୍ଟାଣ୍ଟ ୱାର୍ଡ଼ ଯେଉଁଟାକି ଆଜିକା ସୋସିଆଲ ମିଡ଼ିଆରେ ବହୁତ ଟ୍ରେଣ୍ଡରେ ଚାଲିଛି ସେଇ ୱାର୍ଡ଼ ଗୁଡ଼ିକୁ ମୁଁ ଆଜି ଏହି ଭିଡ଼ିଓରେ ଉପସ୍ଥାପନା କରିବି। ଆପଣମାନେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ ଆଣ୍ଡ ଆଇ ଏମ୍ ଭେରି ସିଓର ୟୁ ୱିଲ୍ ଗେଟ୍ ଟୁ ଲର୍ନ ସମଥିଙ୍ଗ ନ୍ୟୁ ଆଉଟ୍ ଅଫ୍ ଦିସ୍ ଭିଡ଼ିଓ। ତ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖିବେ। ତ ଚାଲନ୍ତୁ ଷ୍ଟାର୍ଟ କରିବା। The first words which has been trend in social media, that word is breadcrumbing. Breadcrumbing. What does it mean? ଏହାର ମାନେ ହେଲା ଏମିତି ଗୋଟେ ବ୍ୟକ୍ତି ଯିଏକି ଜଣଙ୍କ ସହିତ ଟାଇମ୍ ସ୍ପେଣ୍ଡ କରିବ, କଥାବାର୍ତ୍ତା କରିବ, ସବୁକିଛି କରିବ, କିନ୍ତୁ ଯେତେବେଳେ କମିଟମେଣ୍ଟର କଥା ଆସିବ ନା ସେ ପଛଘୁଞ୍ଚା ହେଇଯିବ। ସେମିତି ଲୋକମାନଙ୍କୁ ଆମେ ବ୍ରେଡ୍ କ୍ରମିଂ କହିପାରିବା। ଠିକ୍ ଅଛି। And the next word is orbiting. Yes, orbiting. ଏହାର ମାନେ କ'ଣ? ଏହାର ମାନେ ହେଲା ଏମିତି ଗୋଟେ ବ୍ୟକ୍ତି ଯିଏକି ଆପଣଙ୍କର ସୋସିଆଲ ମିଡ଼ିଆରେ ଆପଣ କ'ଣ ପୋଷ୍ଟ କରୁଛନ୍ତି, କ'ଣ ଅପଲୋଡ଼ କରୁଛନ୍ତି, କୁଆଡ଼େ ଯାଉଛନ୍ତି, କୁଆଡ଼େ ନାହିଁ, ସବୁ କିଛି ସେ ଚେକ୍ କରିବ, କିନ୍ତୁ ଆପଣଙ୍କୁ ସେ କେବେ କଥାବାର୍ତ୍ତା କରିବନି। ସେମିତି ଲୋକମାନଙ୍କୁ ଆମେ ଅର୍ବିଟିଂ କହିପାରିବା। And the third word is benching. Yes, benching. ଏହାର ମାନେ କ'ଣ? ଏହାର ମାନେ ହେଲା ଗୋଟେ ଲୋକ ଜଣକୁ ଭଲ ପାଉଥିବ, କିନ୍ତୁ ଯେତେବେଳେ ମ୍ୟାରେଜର କଥା ଆସିବ ସେ କେବେ ବି କମିଟମେଣ୍ଟ ଦେଇପାରିବନି, ତାକୁ ଗର୍ଲଫ୍ରେଣ୍ଡ ହିସାବରେ ହିଁ ସେ ଟ୍ରିଟ୍ କରିବ। ସେମିତି ଲୋକମାନଙ୍କୁ ଆମେ ବେଞ୍ଚିଂ କହିପାରିବା। ଠିକ୍ ଅଛି। ଆଣ୍ଡ ଦ ଫୋର୍ଥ ୱାର୍ଡ ଇଜ୍ ଘୋଷ୍ଟିଂ। ଘୋଷ୍ଟିଂ ମାନେ କ'ଣ? ଏମିତି ଗୋଟେ ଲୋକ ଯିଏକି ଆପଣମାନଙ୍କ ସହିତ ସବୁ କଥାବାର୍ତ୍ତା କରିବ, ଆଉ ସମୟ ବିତେଇବ, କିନ୍ତୁ ହଠାତ୍ ସେ ଗାୟବ ହେଇଯିବ। ସେ କ'ଣ ପାଇଁ ଗଲା କିଛି ଏକ୍ସପ୍ଲାନେସନ୍ ଦେବନି, ଆପଣଙ୍କୁ ଇଗ୍ନୋର କରିବ। ସେମିତି ଲୋକମାନଙ୍କୁ ଆମେ ଘୋଷ୍ଟିଂ କହିପାରିବା। ୟେସ୍। ଆଣ୍ଡ ନେକ୍ସଟ ୱାର୍ଡ ଇଜ୍ which has been in trend in social media. That word is zombing. Yes, zombing. ଏହାର ମାନେ କ'ଣ? ଏମିତି ଗୋଟେ ବ୍ୟକ୍ତି ଯିଏ ଆପଣଙ୍କୁ ବହୁତ ଘୃଣା କରୁଥିବ, ସେଇ ବ୍ୟକ୍ତି ହିଁ ଆପଣଙ୍କୁ ଆସି କଥାବାର୍ତ୍ତା କରିବ। ସେମିତି ଲୋକମାନଙ୍କୁ ଆମେ ଜମ୍ବିଂ କହିପାରିବା। ୟେସ୍, ଜମ୍ବିଂ। ଆଣ୍ଡ ଦ ଲାଷ୍ଟ ୱାର୍ଡ ଇଜ୍ କଫିଂ ସିଜନ୍। କଫିଂ ସିଜନ୍, ହ୍ୱାଟ୍ ଡଜ୍ ଇଟ୍ ମିନ୍? କଫିଂ ସିଜନ୍ର ମାନେ ହେଲା ଯେଉଁ ସିଜନ୍ରେ କି couple, it could be boyfriend girlfriend, it could be husband wife, ଯେତେବେଳେ ଶୀତ ଋତୁରେ ସେମାନେ ଯେତେବେଳେ ବାହାରକୁ ବୁଲିବା ପାଇଁ ଯାଆନ୍ତି, ସେ ଯେଉଁ ସିଚୁଏସନକୁ ଆମେ କଫିଂ ସିଜନ୍ କହିପାରିବା। ସୋ ଏଇ ୱାର୍ଡ଼ ଗୁଡ଼ିକୁ ଆପଣମାନଙ୍କୁ କେମିତି ଲାଗିଲା? ଯଦି କିଛି ବି ଶିଖିଥିବେ ନା, ଆପଣ କମେଣ୍ଟ ବକ୍ସରେ ଲେଖି ନିଶ୍ଚୟ ଜଣାଇବେ। Until next time, eat smart, move more, sleep, bright, deep breaths. Thank you.